ବ୍ରହ୍ମପୁର ଏସ୍ପି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଗତ 15 ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଏବଂ ତାଙ୍କର ବାନ୍ଧବୀଙ୍କ ସହିତ ପୋଲିସ ଦ୍ୱାରା ଯେଉଁପରି ଅତ୍ୟାଚାର କରାଗଲା ତାହା ଓଡ଼ିଶାରେ ମୋହନ ମାଝୀ ସରକାରଙ୍କ ଶାସନ ବ୍ୟବସ୍ଥା ହୁଗୁଳି ଯାଇଛି ବୋଲି ପ୍ରମାଣିତ କରୁଛି। ଏ ପ୍ରକାର ଭୟଙ୍କର ପ୍ରତାଡ଼ନା ଏବଂ ଜଣେ ମହିଳାଙ୍କୁ ଥାନାରେ ଉଲଗ୍ନ କରି ଥାନା ଅଧିକାରୀ ବାଡ଼େଇବା ଘଟଣା ଲଗାମ ଛଡ଼ା ଶାସନ ବ୍ୟବସ୍ଥାରେ ପୋଲିସର ଦୌରାତ୍ମ୍ୟ ନମୁନା ଅଟେ। ଯଦି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟୁଛି ତେବେ ଓଡ଼ିଶାରେ ଉପାନ୍ତ ଅଞ୍ଚଳର ଅବସ୍ଥା କିପରି ଥିବ ଅନୁମାନ କରାଯାଇପାରେ। ପୋଲିସର ଏହି ମାତ୍ରାଧିକ ଅମାନବୀୟ କାର୍ଯ୍ୟକୁ ଆମ୍ ଆଦମୀ ପାର୍ଟି ତରଫରୁ ତୀବ୍ର ନିନ୍ଦା କରି 24/9/2024 ମଙ୍ଗଳବାର ଦିନ 11 ଘଣ୍ଟା ସମୟରେ ବ୍ରହ୍ମପୁର ପୋଲିସ ଆରକ୍ଷୀ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ସୁବାସ ରାଉତଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଧାରଣା ଏବଂ ପ୍ରତିବାଦ କରାଯାଇ ପୋଲିସ ଆରକ୍ଷୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କେବଳ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କଲେ ଚଳିବନି। ଘଟଣା ଉପରେ ଉଚ୍ଚ ନ୍ୟାୟାଳୟ ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆମ୍ ଆଦମୀ ପାର୍ଟି ନେତା ଆଦିତ୍ୟ ନାରାୟଣ ରଥ ନିଜ ବକ୍ତବ୍ୟରେ ରଖିଥିଲେ। କାର୍ଯ୍ୟକ୍ରମରେ ସୁବାସ ରାଉତ, ଆଦିତ୍ୟ ନାରାୟଣ ରଥ, ଅଜାମ୍ବିଳ ବିଶ୍ୱାଳ, ନିବାସ୍ମିତା ପ୍ରଧାନ, ରିତୁ ସେଠୀ, ପଦ୍ମନାଭ ମହାରଣା, କୈଳାସ ସେଠୀ, ସତ୍ୟପ୍ରକାଶ ସେଠୀ, ବିଷ୍ଣୁ ରଣା, ସୁନୀଲ ଆଚାର୍ଯ୍ୟ, ଅଭିମନ୍ୟୁ ଦଳାଇ, ସୁଦର୍ଶନ ମଲ୍ଲିକ, କାଳୀ ଦାସ, ରଞ୍ଜନ କୁମାର ରାଉତ, ଶ୍ୟାମଘନ ଗୌଡ଼, ରାମଚନ୍ଦ୍ର ବାରିକ, ନିରଞ୍ଜନ ପାତ୍ର, ହାକିମ ଖାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ। सरकार निजको दोषमुक्त कर 5 जन को सस्पेंड कर देकरी निजको दोषमुक्त कले हेब ना। जदि दंपति से मेजर एवं तांकर बांधवी की तुम अरेस्ट करके पठाउछ एवं तांको बेल दौन ताहले जो पुलिस कर्मचारी 5 जन जो अत्याचार करछन तांको सस्पेंड कले कौन हम तांको मध्य अरेस्ट करथांत से आस्तांदे बेल रे आस्तांदे जदि निर्दोष साबित होइतांते। तेणु सरकार विफलता को लेकर आम आदमी पार्टी तरफ तीव्र निंदा करा जाउछि। तेणु ओडिशार विभिन्न जिले में आमर कार्यकर्ता मैंने आर प्रतिरोध करुँच प्रतिवाद करुँच शांतिपूर्ण धारणा देउछन। दीर्घ दिन धरी सरकार विफलता आम केवल आम नुहे सारा ओडिशा रे वर्तमान लोके अतिष्ठ हेलेनी। सेमाने जिते तार आंसर देले मध्य सीसीटीवी नाही इटा सबुठु बड़ कदर्य काम एवं यार सत्यासत्य जानवा गले सीसीटीवी निहाती दरकार। तुम केते सफाई निजक देले मध्य एवं गत दिन देखिथे मिलिट्री मैंने जो भाई आंदोलन आरंभ करे देखिए पुलिस माने यहाँ सरकार फेल्यूर पुलिस ही स्ट्रेंथ देखापी जो रास्ता ढड़ा होती स्ट्रेंथ देखा से गवर्नमेंट केते फेल्यूर ये गवर्नमेंट रिजाइन करने कथा। आसिकारू रंजन कुमार राउत को रिपोर्ट तीर्थक्षेत्र लाइव।